हेलो एवरीवन जय जगन्नाथ वेलकम टू कल्की एजुकेशन। तो दशम श्रेणी छात्र छात्री ମୁଁ ତମମାନଙ୍କ ପାଇଁ ତମର ହିଷ୍ଟ୍ରି ବହି ଦଶମ ଶ୍ରେଣୀ ହିଷ୍ଟ୍ରି ବହି ଦଶମ ଶ୍ରେଣୀ ଯେକୌଣସି ନୂଆ ହିଷ୍ଟ୍ରି ବହି ଆସିଛି ତ ତାର ତମର ଯୋଉ ସେକେଣ୍ଡ ବିଷୟ ଅଛି ଭାରତର ମାନେ ସେକେଣ୍ଡ ପାଠ ଅଛି ଦ୍ୱିତୀୟ ପାଠ ଅଛି ପ୍ରଥମ ଅଧ୍ୟାୟରେ ଦ୍ୱିତୀୟ ପାଠ ଅଛି ଭାରତରେ ଅସହଯୋଗ ଆନ୍ଦୋଳନ ଓଡ଼ିଶାରେ ଏହାର ପ୍ରଭାବ ଏହି ବିଷୟର ମୁଁ ପୁରା ପ୍ରଶ୍ନ ଉତ୍ତର ନେଇ ଆସିଛି ପୁରା ପ୍ରଶ୍ନାବଳୀ ଏହି ଭିଡିଓରେ ଡିସ୍କସନ କରିବା। ତ ସେଥିପାଇଁ ସମସ୍ତେ ଭିଡିଓଟିକୁ ଲାଷ୍ଟ ଯାଏଁ ଦେଖ ଏବଂ ଯୋଉମାନେ ଚ୍ୟାନେଲରେ ନ୍ୟୁ କରିକି ଅଛ ସମସ୍ତେ ଚ୍ୟାନେଲକୁ ସବସ୍କ୍ରାଇବ କରିଦବ ଭିଡିଓ ନିଜ ସାଙ୍ଗମାନଙ୍କ ମଧ୍ୟରେ ସେୟାର କରିଦବ ଲାଇକ୍ ମଧ୍ୟ କରିଦବ। ତ ପିଲାମାନେ ସମସ୍ତେ ଲାଇକ୍ କର ଚ୍ୟାନେଲଟି ବହୁତ ହେଲ୍ପଫୁଲ ହବ ପିଲାମାନେ। ତ ସମସ୍ତେ ଲାଇକ୍ କରି ରଖ ରେଗୁଲାର କ୍ଲାसेस ମଧ୍ୟ ଆସିବ ସବସ୍କ୍ରାଇବ ମଧ୍ୟ କରିଦିଅ। ତ ପିଲାମାନେ ବିଷୟ ଦେଖ ତମର ଭାରତରେ ଅସହଯୋଗ ଆନ୍ଦୋଳନ ଓଡ଼ିଶାରେ ଏହାର ପ୍ରଭାବର କ୍ୱେଶ୍ଚନ ଆନ୍ସର ପ୍ରାୟ ଏହି ଭିଡିଓ ଡିସ୍କସନ କରିବା ତମ କ୍ଲାସ 10 ହିଷ୍ଟ୍ରି ଇତିହାସ। ତ ଚାଲନ୍ତୁ ଏଥର ଦେଖିବା। ତ ତମର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ 60 ଗୋଟି ଶବ୍ଦରେ ଲେଖ। ତ କଣ ନମ୍ବର କ୍ୱେଶ୍ଚନ କଣ କହିଲା ଖିଲାଫତ ଆନ୍ଦୋଳନ କାହିଁକି ହୋଇଥିଲା ଏବଂ ଏହାର ପରିଚାଳନା ପାଇଁ ଗଠିତ କମିଟିରେ କେଉଁମାନେ ସଦସ୍ୟ ରହିଥିଲେ। ତ ଏହାର ପରିଚାଳନା ପାଇଁ ଗଠିତ କମିଟିରେ କେଉଁମାନେ ସଦସ୍ୟ ରହିଥିଲେ। ତ ପିଲାମାନେ ଆନ୍ସର କହିବା ପୂର୍ବରୁ ମୁଁ କହି ରଖୁଛି ପିଲାମାନେ କାହାର ଯଦି କିଛି ପ୍ରୋବ୍ଲେମ ରହିବ ତ କମେଣ୍ଟ ସେକ୍ସନରେ ଜଣାଇପାରିବ। କମେଣ୍ଟ ସେକ୍ସନ ଯାହାର ବି ଯାହା ପ୍ରୋବ୍ଲେମ ରହିଛି ତାର ଡାଉଟ୍ କ୍ଲିୟର କରିବାକୁ ଟ୍ରାଏ କରିବି। ଏବଂ ଯଦି ଏହି ପିଡିଏଫ ଟାକୁ ତମେ ନୋଟ୍ ଆକାରରେ ପାଇବାକୁ ଚାହୁଁଛ ତ ଏହି ଭିଡିଓ ଡେସ୍କ୍ରିପସନରେ ଆମ ଟେଲିଗ୍ରାମ ଚ୍ୟାନେଲ ଲିଙ୍କ ଅଛି ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇକି ତମେ ପିଡିଏଫ ଟାକୁ ନେଇପାରିବ। ତ ପ୍ରଥମ ବିଶ୍ୱଯୁଦ୍ଧରେ ତୁର୍କୀ ଇଂଲଣ୍ଡ ବିରୁଦ୍ଧରେ ଯୁଦ୍ଧ କରି ପରାସ୍ତ ହୋଇଥିଲା। ତୁର୍କୀ ସମ୍ରାଟଙ୍କୁ ମୁସଲମାନ ମାନେ ଧର୍ମଗୁରୁ ବା ଖଲିଫା ଭାବରେ ମାନୁଥିଲେ। ଯୁଦ୍ଧ ପରେ ଇଂରେଜ ମାନେ ତୁର୍କୀର ବ୍ୟବଚ୍ଛେଦ କରି ଖଲିଫାଙ୍କ କ୍ଷମତା ସଂକୁଚିତ କରିବାରୁ ଭାରତୀୟ ମୁସଲମାନ ମାନେ ଉତ୍କ୍ଷିପ୍ତ ହୋଇ ଖିଲାଫତ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହାର ପରିଚାଳନା ପାଇଁ ଗଠିତ କମିଟିରେ ମୌଲାନା ଅବୁଲ କଲାମ ଆଜାଦ ହକିମ ଅଜମଲ ଖାଁ ହସରତ ମୋହାନି ଏବଂ ଦୁଇ ଭାଇ ମହମ୍ମଦ ଅଲି ଓ ଶୌକତ ଅଲି ସଦସ୍ୟ ଥିଲେ। ତାପରେ ଖ ନମ୍ବର କଣ କହିଲା ଖ ନମ୍ବର କହିଲା ଖିଲାଫତ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଭୂମିକା ଆଲୋଚନା କର। ତ ଖ ନମ୍ବରର ଉତ୍ତର କଣ ହେଲା ନା ଖିଲାଫତ ଆନ୍ଦୋଳନକୁ ହିନ୍ଦୁ ଓ ମୁସଲମାନ ମାନଙ୍କୁ ଏକତ୍ରିତ କରିବାର ଏକ ସୁବର୍ଣ୍ଣ ସୁଯୋଗ ଭାବେ ଗାନ୍ଧିଜୀ ବିଚାର କରିଥିଲେ। 1919 ନଭେମ୍ବରରେ ନିଖିଳ ଭାରତ ଖିଲାଫତ ସମ୍ମିଳନୀର ସଭାପତି ଭାବେ ସେ ଇଂରେଜ ସରକାରଙ୍କ ସହ ଅସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଗାନ୍ଧିଜୀଙ୍କ ପରାମର୍ଶ କ୍ରମେ ଆହ୍ଲାବାଦ ସର୍ବଦଳୀୟ ବୈଠକରେ ଇଂରେଜ ସରକାର ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବା ପାଇଁ ନିଷ୍ପତ୍ତି ନିଆଗଲା। 1920 ଅଗଷ୍ଟ 1 ତାରିଖରେ ଆନୁଷ୍ଠାନିକ ଭାବେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା। ତାପରେ ନେକ୍ସଟ ଗ ନମ୍ବର କ୍ୱେଶ୍ଚନ କଣ କହିଲା ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ କଣ ଥିଲା। ତ ଗ ନମ୍ବର ଆନ୍ସର କଣ ହବ ନା ଅସହଯୋଗ ଆନ୍ଦୋଳନର ମୁଖ୍ୟ କାର୍ଯ୍ୟକ୍ରମ ଗୁଡିକ ଥିଲା ଇଂରେଜ ଅନୁଷ୍ଠାନ ବିଦେଶୀ ଦ୍ରବ୍ୟ ଓ ସରକାରୀ ନ୍ୟାୟାଳୟ ବର୍ଜନ କରିବା ଛାତ୍ରମାନେ ସରକାରୀ ସ୍କୁଲ ଓ କଲେଜ ତ୍ୟାଗ କରିବା ଆଇନଜୀବୀ ମାନେ ଓକିଲାତି ବର୍ଜନ କରିବା ଏବଂ ଲୋକମାନେ ଖଦି ଓ ଚରଖାର ପ୍ରସାର କରିବା। ଏହା ସହିତ ଅସ୍ପୃଶ୍ୟତା ନିବାରଣ ଓ ନିଶା ନିବାରଣ ଓ ଜାତୀୟ ଶିକ୍ଷାର ପ୍ରସାର ମଧ୍ୟ ଏହି ଆନ୍ଦୋଳନର ଅଂଶ ଥିଲା। ତାର ପିଲାମାନେ ତମର ଘ ନମ୍ବର କ୍ୱେଶ୍ଚନ କଣ କହିଲା ଅସହଯୋଗ ଆନ୍ଦୋଳନର ଫଳାଫଳ କଣ ହେଲା। ତ ଅସହଯୋଗ ଆନ୍ଦୋଳନ ଫଳାଫଳ କଣ ହେଇଥିଲା ନା ଆନ୍ସର କଣ ହେଲା ଅସହଯୋଗ ଆନ୍ଦୋଳନ ଫଳରେ ଭାରତୀୟ ମାନଙ୍କ ମନରେ ଇଂରେଜ ଶାସନ ବିରୁଦ୍ଧରେ ସାହସ ଓ ଏକତାର ସୃଷ୍ଟି ହେଲା। କଂଗ୍ରେସ ଏକ ଗଣ ଆନ୍ଦୋଳନର ସଂଗଠନରେ ପରିଣତ ହେଲା। ଖଦି ଓ ଗ୍ରାମ୍ୟୋଦ୍ୟୋଗର ବିକାଶ ହେଲା ଏବଂ ଜାତୀୟ ଶିକ୍ଷାନୁଷ୍ଠାନ ମାନ ଗଢି ଉଠିଲା। ଯଦିଓ ଚୋରି ଚୋରା ହିଂସାକାଣ୍ଡ ଯୋଗୁଁ ଆନ୍ଦୋଳନ ସ୍ଥଗିତ ଥିଲା ତଥାପି ଏହା ସ୍ୱାଧୀନତା ସଂଗ୍ରାମକୁ ଏକ ନୂତନ ଦିଗ ଦେଖାଇଥିଲା। ତାପରେ ପିଲାଙ୍କର 1 ନମ୍ବର କ୍ୱେଶ୍ଚନ କଣ କହିଛି 1 ନମ୍ବର କ୍ୱେଶ୍ଚନ କହିଲା ଅସହଯୋଗ ଆନ୍ଦୋଳନ ସମୟରେ ଗାନ୍ଧିଜୀଙ୍କ ଓଡିଶା ପରିଦର୍ଶନର ଏକ ବିବରଣୀ ଦିଅ। ତ ଉତ୍ତର କଣ ଅଛି ନା 1921 ମାର୍ଚ୍ଚ 23 ତାରିଖରେ ଗାନ୍ଧିଜୀ କଟକରେ ପହଞ୍ଚିଥିଲେ ଏବଂ କାଠଯୋଡି ନଦୀ ବାଲିରେ ଏକ ବିରାଟ ସାଧାରଣ ସଭାରେ ଉଦ୍ବୋଧନ ଦେଇଥିଲେ। ସେ ଭଦ୍ରକ ସତ୍ୟବାଦୀ ଓ ପୁରୀ ଓ ବ୍ରହ୍ମପୁର ମଧ୍ୟ ଗସ୍ତ କରିଥିଲେ। ତାଙ୍କ ଆହ୍ୱାନରେ ଓଡିଶାର ବହୁ ନେତା ଓ ଛାତ୍ର ଆନ୍ଦୋଳନରେ ଯୋଗ ଦେଇଥିଲେ। ଗାନ୍ଧିଜୀଙ୍କ ଓଡିଶା ଗସ୍ତ ଅସହଯୋଗ ଆନ୍ଦୋଳନକୁ ଓଡିଶାରେ ଅଧିକ ସକ୍ରିୟ କରାଇଥିଲା। ତ ପିଲାମାନେ ତମର 1 ନମ୍ବର କ୍ୱେଶ୍ଚନ ଆନ୍ସର ଗଲା। ତାପରେ 2 ନମ୍ବର କ୍ୱେଶ୍ଚନ କଣ କହିଲା 2 ନମ୍ବର କ୍ୱେଶ୍ଚନ କହିଲା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ 20 ଗୋଟି ଶବ୍ଦ ଲେଖ। ତ 2 ନମ୍ବର କ ନମ୍ବର କ୍ୱେଶ୍ଚନ କଣ କହିଲା ଅସହଯୋଗ ଆନ୍ଦୋଳନ କେବେ ଓ କିପରି ଆରମ୍ଭ ହୋଇଥିଲା। ତାର ଆନ୍ସର କଣ ହେଇଯିବ ନା 1920 ମସିହାରେ କୋଲକାତା କଂଗ୍ରେସ ଅଧିବେଶନରେ ଗୃହୀତ ପ୍ରସ୍ତାବ ଅନୁଯାୟୀ 1921 ମସିହାରୁ ଅସହଯୋଗ ଆନ୍ଦୋଳନର ପୂର୍ଣ୍ଣ ମାତ୍ରାରେ ଆରମ୍ଭ ହୋଇଥିଲା। କେବେ ନା 1920 ମସିହା କୋଲକାତା କଂଗ୍ରେସ ଅଧିବେଶନରେ ଗୃହୀତ ପ୍ରସ୍ତାବ ଅନୁଯାୟୀ 1921 ମସିହାରୁ ଅସହଯୋଗ ଆନ୍ଦୋଳନର ପୂର୍ଣ୍ଣ ମାତ୍ରାରେ ଆରମ୍ଭ ହୋଇଥିଲା। ତାପରେ ଖ ନମ୍ବର କ୍ୱେଶ୍ଚନ କଣ କହିଲା କେଉଁ ଘଟଣା ଗୁଡିକ ଅସହଯୋଗ ଆନ୍ଦୋଳନ ଆହ୍ୱାନକୁ ସାକାର କରିବାରେ ସହାୟକ ହୋଇଥିଲା। ତ ଆନ୍ସର କଣ ହେଲା ନା ଆନ୍ସର ହେଇଯିବ ତମର ରାହୁଲତା ଆଇନ ଜାଲିଆନୱାଲାବାଗ ହତ୍ୟାକାଣ୍ଡ ଖିଲାଫତ ସମସ୍ୟା ଓ ହଣ୍ଟର କମିଟିର ପକ୍ଷପାତ
ମୂଳକ ରିପୋର୍ଟ ଅସହଯୋଗ ଆନ୍ଦୋଳନ ପାଇଁ ପଥ ପ୍ରସ୍ତୁତ କରିଥିଲା। ତାପରେ ଗ ନମ୍ବର କ୍ୱେଶ୍ଚିନ୍ କଣ କହିଲା, କେବେ ଓ କାହିଁକି ହଣ୍ଟର କମିଟି ଗଠିତ ହୋଇଥିଲା? ତ ଉତ୍ତର କଣ ହେଇଗଲା ନା 1919 ମସିହା ଅକ୍ଟୋବର 14 ତାରିଖରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ତଦନ୍ତ ପାଇଁ ସରକାର ହଣ୍ଟର କମିଟି ଗଠନ କରିଥିଲେ। ତାପରେ ନେକ୍ସଟ ଘ ନମ୍ବର କ୍ୱେଶ୍ଚିନ୍ କଣ କହିଲା, ଘ ନମ୍ବର କ୍ୱେଶ୍ଚିନ୍ ତମର ଥିଲା କଂଗ୍ରେସ କେଉଁ ଅଧିବେଶନରେ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ କେଉଁ ଅଧିବେଶନରେ ଏହା ଅନୁମୋଦିତ ହୋଇଥିଲା? ତ ଆନ୍ସର କଣ ହେଇଯିବ ନା ତମର ଆନ୍ସର କଣ ହେଇଗଲା 1920 ସେପ୍ଟେମ୍ବରରେ କୋଲକାତା ସ୍ୱତନ୍ତ୍ର ଅଧିବେଶନରେ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ 1920 ଡିସେମ୍ବର ନାଗପୁର ଅଧିବେଶନରେ ଏହା ଅନୁମୋଦିତ ହୋଇଥିଲା। ତାପରେ ନେକ୍ସଟ ତମର ୱାନ୍ ନମ୍ବର କ୍ୱେଶ୍ଚିନ୍ କଣ କହିଲା, ୱାନ୍ ନମ୍ବର କ୍ୱେଶ୍ଚିନ୍ କହିଲା ତିଳକ ସ୍ୱରାଜ ପାଣ୍ଠି କଣ ପାଇଁ ଗଠନ କରାଯାଇଥିଲା? ପିଲାମାନେ ଯୋଉ ତିଳକ ସ୍ୱରାଜ ପାଣ୍ଠି ଯୋଉ ଥିଲା ବା ଲାଲ ଯଦି ଯୋଉ ତିଳକ ସ୍ୱରାଜ ଗଙ୍ଗାଧର ତିଳକଙ୍କ ନାମରେ ହୋଇଥିଲା ତାହା କାହିଁକି ଗଠିତ ହୋଇଥିଲା ନା ଅସହଯୋଗ ଆନ୍ଦୋଳନ ପରିଚାଳନା ପାଇଁ ଅର୍ଥ ସଂଗ୍ରହ ଉଦ୍ଦେଶ୍ୟରେ ବାଲ ଗଙ୍ଗାଧର ତିଳକ ସ୍ମୃତିରେ ତିଳକ ସ୍ୱରାଜ ପାଣ୍ଠି ଗଠିତ ହୋଇଥିଲା। ତ ତାଙ୍କ ହତ୍ୟା ପରେ ବା ତାଙ୍କର ମୃତ୍ୟୁବରଣ ପରେ ଯୋଉ ତିଳକ ସ୍ୱରାଜ ପାଣ୍ଠି ଗଠିତ ହୋଇଥିଲା ଏବଂ ଯାହା ଯୋଉ ପଇସା କଲେକ୍ସନ ହେଇଥିଲା ସେ ସବୁ ବିଷୟରେ ପଚାରିଛି। ତାପରେ 6 ନମ୍ବର କ୍ୱେଶ୍ଚନ କଣ କହିଲା 1922 ଫେବୃଆରୀ 1 ତାରିଖରେ ଇଂରେଜ ସରକାରଙ୍କୁ ଗାନ୍ଧିଜୀ କଣ ଚେତାବନୀ ଦେଇଥିଲେ? ତ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ ନ କଲେ ସମ୍ବାଦପତ୍ରର ପୂର୍ଣ୍ଣ ସ୍ୱାଧୀନତା ନଦେଲେ ସେ ବର୍ଦୋଲି ଠାରେ ଆଇନ ଅମାନ୍ୟ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ। ତାପରେ ନେକ୍ସଟ 6 ନମ୍ବର କ୍ୱେଶ୍ଚନ କଣ କହିଲା ମହାତ୍ମା ଗାନ୍ଧୀ କେଉଁ କାରଣ ପାଇଁ ଅସହଯୋଗ ଆନ୍ଦୋଳନ ସ୍ଥଗିତ ରଖିଲେ? ତ କେଉଁ କାରଣ ପାଇଁ ମହାତ୍ମା ଗାନ୍ଧୀ ଅସହଯୋଗ ଆନ୍ଦୋଳନ ସ୍ଥଗିତ ରଖିଥିଲେ? ଆନ୍ସର କଣ ହେଇଯିବ 1922 ଫେବୃଆରୀ 5 ତାରିଖରେ ଉତ୍ତରପ୍ରଦେଶ ଗୋରଖପୁର ଅଞ୍ଚଳରେ ଥିବା ଚୌରୀ ଚୌରା ଠାରେ ଉତ୍ତ୍ୟକ୍ତ ଜନତା ପୋଲିସ ଷ୍ଟେସନ ନିଆଁ ଲଗାଇ 22 ଜଣ ପୋଲିସକୁ ହତ୍ୟା କରିଥିଲେ। ଏହି ହିଂସାକାଣ୍ଡ ଯୋଗୁଁ ଗାନ୍ଧିଜୀ ଆନ୍ଦୋଳନ ସ୍ଥଗିତ ରଖିଥିଲେ। ତାପରେ ନେକ୍ସଟ ଜନ କ୍ୱେଶ୍ଚନ କଣ କହିଲା ନାଗପୁର କଂଗ୍ରେସ ଅଧିବେଶନ କେବେ ଅନୁଷ୍ଠିତ ହୋଇଥିଲା ଏବଂ ସେଠାରେ କେତେ ଜଣ ଓଡିଶାରୁ ପ୍ରତିନିଧିତ୍ୱ କରିଥିଲେ? ତ ଉତ୍ତର କଣ ହେଇଯିବ ନା 1920 ଡିସେମ୍ବରରେ ନାଗପୁର କଂଗ୍ରେସ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଏବଂ ସେଠାରେ ଓଡିଶାରୁ 35 ଜଣ ପ୍ରତିନିଧି ଯୋଗ ଦେଇଥିଲେ। କେବେ ହୋଇଥିଲା ନା 1920 ଡିସେମ୍ବର ନାଗପୁର କଂଗ୍ରେସ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଏବଂ ସେଠାରେ 35 ଜଣ ପ୍ରତିନିଧି ଯୋଗ ଦେଇଥିଲେ। ତାପରେ ଜନ କ୍ୱେଶ୍ଚନ କଣ କହିଲା ଗୋପବନ୍ଧୁ ଦାସ କେଉଁଠାରେ ଏବଂ କଣ ପାଇଁ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ? ତ ଉତ୍ତର କଣ ହେଇଗଲା ନା ଗୋପବନ୍ଧୁ ଦାସ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ନିକଟରେ ଜାତୀୟବାଦୀ ଶିକ୍ଷା ଓ ଚରିତ୍ର ଗଠନ ଉଦ୍ଦେଶ୍ୟରେ 1909 ମସିହାରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। କେଉଁଠାରେ ନା ସାକ୍ଷୀଗୋପାଳ ନିକଟରେ ଜାତୀୟବାଦୀ ଶିକ୍ଷା ଓ ଚରିତ୍ର ଗଠନ ଉଦ୍ଦେଶ୍ୟରେ 1909 ମସିହାରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ତାପରେ ପିଲାମାନେ 9 ନମ୍ବର କ୍ୱେଶ୍ଚନ କଣ କହିଲା ସରି 9 ନମ୍ବର କ୍ୱେଶ୍ଚନ କଣ କହିଲା ସରି ପ୍ରିଣ୍ଟିଂ ମିଷ୍ଟେକ୍ ଏଇଟା 9 ନମ୍ବର ଓଡ଼ିଶାର ଅସହଯୋଗ ଆନ୍ଦୋଳନ ଦମନ ପ୍ରକ୍ରିୟା ସମ୍ବଲପୁର ମିଶ୍ର ପ୍ରେସକୁ କେତେ ଟଙ୍କା ଜରିମାନା କରାଯାଇଥିଲା ଏବଂ କାହିଁକି? ମିଶ୍ର ପ୍ରେସକୁ କେତେ ଟଙ୍କା ଜରିମାନା କରାଯାଇଥିଲା ନା ସାଧନା ନାମକ ପତ୍ର ଛାପିଥିବା ଅଭିଯୋଗରେ ସମ୍ବଲପୁର ମିଶ୍ର ପ୍ରେସକୁ 25 ଟଙ୍କା ଜରିମାନା କରାଯାଇଥିଲା। କେତେ ଟଙ୍କା ନା 25 ଟଙ୍କା ଜରିମାନା କରାଯାଇଥିଲା। ତାପରେ ପିଲା ନେକ୍ସଟ ତମର 3 ନମ୍ବର କ୍ୱେଶ୍ଚନ ଲାଷ୍ଟ 3 ନମ୍ବର କ୍ୱେଶ୍ଚନ କଣ କହିଲା 3 ନମ୍ବର କହିଲା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ। ତ କଣ ଦେଲା 3 ନମ୍ବର କ କେବେ ଗାନ୍ଧିଜୀ ନିଖିଳ ଭାରତ ଖିଲାଫତ ସମ୍ମିଳନୀର ସଭାପତି ରୂପେ ନିର୍ବାଚିତ ହୋଇଥିଲେ? ତ କେବେ ଗାନ୍ଧିଜୀ ନିଖିଳ ଭାରତ ଖିଲାଫତ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ନା 1919 ମସିହା ନଭେମ୍ବର ମାସରେ ଗାନ୍ଧିଜୀ ନିଖିଳ ଭାରତ ଖିଲାଫତ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ନା କେବେ 1919 ମସିହା ନଭେମ୍ବର ମାସରେ ଗାନ୍ଧିଜୀ ନିଖିଳ ଭାରତ ଖିଲାଫତ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ତାପରେ ନେକ୍ସଟ ଖ ନମ୍ବର କ୍ୱେଶ୍ଚନ କଣ କହିଲା କେଉଁ ତାରିଖରୁ ଭାରତ ଶାସନ ଆଇନ 1919 ପ୍ରଚଳିତ ହୋଇଥିଲା? ଯୋଉ ଭାରତ ଶାସନ ଆଇନ 1919 କେଉଁ ତାରିଖ ଠାରୁ ପ୍ରଚଳିତ ହୋଇଥିଲା? 1919 ମସିହାର କେଉଁ ତାରିଖରୁ ନା 1911 ମସିହା ଜାନୁଆରୀ 1 ତାରିଖରୁ ଭାରତ ଶାସନ ଆଇନ 1919 ପ୍ରଚଳିତ ହୋଇଥିଲା। କେବେ ନା 1911 ମସିହା ଜାନୁଆରୀ 1 ତାରିଖରୁ ଭାରତ ଶାସନ ଆଇନ 1919 ପ୍ରଚଳିତ ହୋଇଥିଲା। ତାପରେ ଗ ନମ୍ବର କ୍ୱେଶ୍ଚନ କଣ କହିଲା ଅସହଯୋଗ ଆନ୍ଦୋଳନ ସମୟରେ କାହାର ପରିଦର୍ଶନକୁ ସତ୍ୟାଗ୍ରହୀ ମାନଙ୍କ ଦ୍ୱାରା ବାସନ୍ଦ କରାଯାଇଥିଲା? କଣ ନା ଅସହଯୋଗ ଆନ୍ଦୋଳନ ସମୟରେ ଇଂଲଣ୍ଡର ଯୁବରାଜ କିଏ ଥିଲେ ନା ପ୍ରିନ୍ସ ୱେଲ୍ସଙ୍କ ପରିଦର୍ଶନକୁ ସତ୍ୟାଗ୍ରହୀ ମାନେ ବାସନ୍ଦ କରିଥିଲେ। ତ ଅସହଯୋଗ ଆନ୍ଦୋଳନ ସମୟରେ ଇଂଲଣ୍ଡର ଯୁବରାଜ ପ୍ରିନ୍ସ ୱେଲ୍ସଙ୍କ ପରିଦର୍ଶନକୁ ସତ୍ୟାଗ୍ରହୀ ମାନେ ବାସନ୍ଦ କରିଥିଲେ। ତ ପିଲାମାନେ ଦଶମ ଶ୍ରେଣୀ ପିଲାମାନେ ଇଏ ଥିଲା ତମର ଦଶମ ଶ୍ରେଣୀର ପ୍ରଥମ ଅଧ୍ୟାୟର ଦ୍ୱିତୀୟ ପାଠର क्वेश्चन आंसर बा प्रश्नावली बीट बाय बीट सबकिछि डिस्कशन कली। तो आशा करछि समस्त सबकिछि बुझि पारथिबो। वीडियो लास्ट देखि धन्यवाद एवं कहार जदि किछि डाउट होला कमेंट सेक्शन में पचारि परिबो एवं ए वीडियो डिस्क्रिप्शन में थिबा हम टेलीग्राम चैनल जॉइन हो जाओ तुम पीडीएफ आराम से पाई दिबो। तो समस्त वीडियो लास्ट देखि धन्यवाद। तो प्लान रखुछि जय जगन्नाथ नेक्स्ट वीडियो देखा हबा।